ଆମର ସଭାପତି ଯିଏ ଅଛନ୍ତି ଭକ୍ତ ଦାସ ମହୋଦୟ ତାଙ୍କର ସେ ଯାହା ମତେ ନିର୍ଦ୍ଦେଶ ଦେବେ ସେ ଅନୁସାରେ ଉପରୁ ଆବେଦନ କରିବି ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ କାମ କରିବି। ଆପଣ ଯେତେବେଳେ ଆସୁଛନ୍ତି କଂଗ୍ରେସକୁ କେବଳ କଂଗ୍ରେସର କର୍ମୀ ମାନେ ଆପଣଙ୍କ ସାଙ୍ଗରେ ଅଛନ୍ତି ନା ଅଲଗା କୌଣସି ରାଜନୈତିକ ଦଳରୁ ମଧ୍ୟ ଆପଣ ନାଇଁ ସବୁ ଦଳରୁ କଂଗ୍ରେସର ଭୋଟ ହଉଛି 6000 ସେଠି ଆସିଲେ 200 ଲୋକ ଆସିବା କଥା ଯେତେବେଳେ ହଜାର ହଜାର ସଂଖ୍ୟାର ଲୋକ ଆସିବେ ଆସି ସାରିଲା ପରେ ଆପଣ ସତ୍ୟତା ହିଁ ଜାଣିବେ ନା କଣ ଲୋକ ଆସିଲେ ଲୋଭ ଶକ୍ତି ମୋର ନାହିଁ। ଆଉ କଂଗ୍ରେସ ଦଳକୁ ଏଇଥିପାଇଁ ରାହୁଲ ଗାନ୍ଧୀଙ୍କର ଯୋଉ ବିଚାରଧାରା ଯୋଉ କାର୍ଯ୍ୟପନ୍ଥା କୁ ଅନୁପ୍ରାଣିତ ହୋଇ କଂଗ୍ରେସ ଯୋଗ ଦେବାକୁ ଚାହୁଁଛି କୌଣସି ଲୋଭ ଶକ୍ତି ନେଇ ମୁଁ ଯାଉନି। ଆପଣ ମାନେ ରାଜନୀତି କୋଉ ଉଦ୍ଦେଶ୍ୟ ଯାଉଛି କିଛି କ୍ଷମତା ଲୋଭରେ ନାହିଁ ଲୋକଙ୍କର ଏମିତି ବିଭିନ୍ନ ବିଜନେସ ଥିଲା ସେ ବି ଅଛି ଏଇଟା ଗୋଟେ ଲୋକଙ୍କର ସେବା କରିବା ପାଇଁ ଗୋଟେ ମୌକା ମିଳିବ ଯାହା ଏମିତି ମିଳୁଛି ଟିକେ ଅଧିକା ମିଳିବ। ଅନ୍ୟ ପ୍ଲାଟଫର୍ମ ରହିବ ଆପଣ ଲୋକ ସେବା କରିପାରିବେନି ଅନ୍ୟ ପ୍ଲାଟଫର୍ମ ଗୋଟେ ସୁଯୋଗ ଦରକାର ଗୋଟେ ପ୍ଲାଟଫର୍ମ ନିହାତି ମିଳିବା ଦରକାର ସରକାରୀ ଯାହା ସେବା କରୁଛି ବର୍ତ୍ତମାନ କଣ ବ୍ୟକ୍ତିଗତ ହିସାବରେ କରୁଛି। ଖାଲି କଂଗ୍ରେସର ରାହୁଲ ଗାନ୍ଧୀଙ୍କ ଆଦର୍ଶକୁ ଭଲ ପାଇଗଲେ ନା କଂଗ୍ରେସର ଯୋଉ ବିଚାରଧାରା ଅଛି କଂଗ୍ରେସର ବିଚାରଧାରା ଭଲ ଲାଗୁଛି ତାଙ୍କର କାର୍ଯ୍ୟଶୈଳୀ ସେ ଯାହା କହୁଛନ୍ତି ସେ ବି ଘଟି ଘଟି ଚାଲିଛି ପରମ ମୁହୂର୍ତ୍ତରେ ତେଣୁକରି ମୋର ବ୍ୟକ୍ତିଗତ ୱିକନେସ୍ ଆସିଲେ ତେଣୁକରି ମୁଁ ମିଶେଇବୁ। ରାଜନୀତିରେ ଗଲେ ବିଭିନ୍ନ ବାଦ ବିବାଦରେ ଆସିବାକୁ ପଡିବ ଏବଂ ବିଭିନ୍ନ ରାଜନୈତିକ ମନ୍ତବ୍ୟ ଏବଂ ବୟାନବାଜିରେ ଆପଣ ଭାବୁନାହାନ୍ତି ଆପଣ ଟିକେ ଅଣନିଶ୍ୱାସୀ ହେଇଯିବେ। ମୁଁ ବିଲକୁଲ ବିବାଦକୁ ପଶିବାକୁ ଚାହେଁ ବିନା ବିବାଦରେ କେହି ମଣିଷ ଆଜି ଉଠେନି ଉଠିବାର ସମ୍ଭାବନା ନାହିଁ ବିବାଦ ହିଁ ମଣିଷ ଉନ୍ନତି ପଥରେ ଟାଣିନିଏ। ଯେତେବେଳେ ଆପଣ କଂଗ୍ରେସ ଦଳ ଯୋଗ ଦେବେ କଂଗ୍ରେସ ପାଇଁ ଆପଣ କ୍ୟାମ୍ପେନ କରିବେ ନା ଆପଣ ନିଜ ଗୋଟେ କୌଣସି ଯେତିକି ଆମର ସଭାପତି ଯିଏ ଅଛନ୍ତି ଭକ୍ତ ଦାସ ମହୋଦୟ ତାଙ୍କର ସେ ଯାହା ମତେ ନିର୍ଦ୍ଦେଶ ଦେବେ ସେ ଅନୁସାରେ ଉପରୁ ଆବେଦନ କରିବି ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ କାମ କରିବି। କ୍ଷମତା ପାଇଁ ସେବା ପାଇଁ ଯାଉଛନ୍ତି ସେବା ପାଇଁ ମୁଁ ଯାଉଛି। ଲୋକଙ୍କର ଆପଣଙ୍କର ପ୍ରମୁଖ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରହିଛି କୋଉ ସେବାଟା ଆପଣ ଲୋକଙ୍କର କୌଣସି ଯୋଉ ତାଙ୍କ ଅନୀତି ବଢୁଛି ବିଭିନ୍ନ ପ୍ରକାର ତାକୁ ଚ୍ୟାଲେଞ୍ଜ କରିପାରିବା ଆମେ ତାଙ୍କ ପାଇଁ ଲଢିପାରିବା। ବଡଚଣାର ସ୍ଥିତି କଣ ହେଲା ବଡଚଣା ବର୍ତ୍ତମାନ ସତ କହିବାକୁ ଗଲେ ବଡଚଣା ବର୍ତ୍ତମାନ 6000 ଭୋଟ ମାତ୍ର ପାଇଛି 6000 ଭୋଟରେ ଆମେ ଜିରୋରୁ ଆଗକୁ ଯିବା ଡଙ୍ଗାଟା ବୁଡି ଯାଇଛି ସେ ଡଙ୍ଗାଟାକୁ ଉଠେଇକି ଶିଉଳି ଘଷିବା କାଠ ପ୍ୟାଚ୍ ପକେଇବା କଣ୍ଟା ବାଡେଇବା ପିଚୁ ବି ପ୍ୟାଚ୍ ଦବା ତାପରେ ଆଲକାତରା ମାଇଲା ପରେ ଡଙ୍ଗାଟା ଚାଲିବ ତା ପାଇଁ 3.5 ବର୍ଷର କାର୍ଯ୍ୟକ୍ରମ 3.5 ବର୍ଷ ସେଇଥିପାଇଁ ଅକ୍ଲାନ୍ତ ପରିଶ୍ରମ ମୁଁ ଏକା କଲେ ହବ ନାହିଁ କଂଗ୍ରେସର ଯେତେ ନେତୃବୃନ୍ଦ ଅଛନ୍ତି କର୍ମୀ ଅଛନ୍ତି ସମସ୍ତଙ୍କର ଆବଶ୍ୟକତା ରହିଛି ସମସ୍ତେ ଆଗକୁ ନେବା ପାଇଁ ଚେଷ୍ଟା କଲେ ଦଳ ଆଗେଇବ ଯଦି ଦଳକୁ ଆଗେଇବାକୁ ଦେବା ନାହିଁ ଦଳ ପଛରେ ଯିବ କିଛି ଅସୁବିଧା ନାହିଁ। ଗୋଟେ କଥା ଉଠୁଛି ଆପଣ 25,000 ଲୋକଙ୍କୁ ନେଇକରି ଜଏନ୍ କରିବେ ନାଇଁ 25,000 ବୋଲି ମୁଁ କହୁନି ହଜାର ସଂଖ୍ୟା ଲୋକ ଆସିବେ ବୋଲି ମୁଁ ଯୋଉଦିନ ଆସିବେ ଆମେ ସେଇଦିନ ଜାଣିବା ଆମ ସାଙ୍ଗେ ଲୋକ ଆସିଲେ। ଆପଣ ଯେତେବେଳେ ଆସୁଛନ୍ତି କଂଗ୍ରେସକୁ କେବଳ କଂଗ୍ରେସର କର୍ମୀ ମାନେ ଆପଣଙ୍କ ସାଙ୍ଗରେ ଅଛନ୍ତି ନା ଅଲଗା କୌଣସି ରାଜନୈତିକ ଦଳରୁ ମଧ୍ୟ ଆପଣ ନାଇଁ ସବୁ ଦଳରୁ କଂଗ୍ରେସର ଭୋଟ ହଉଛି 6000 ସେଠି ଆସିଲେ 200 ଲୋକ ଆସିବା କଥା ଯେତେବେଳେ ହଜାର ହଜାର ସଂଖ୍ୟାର ଲୋକ ଆସିବେ ଆସି ସାରିଲା ପରେ ଆପଣ ସତ୍ୟତା ହିଁ ଜାଣିବେ ନା କଣ ଲୋକ ଆସିଲେ। ସେମାନେ ଦେଖିବା ରାଜନୀତି ଆଉ ଆପଣ ଜଣେ ବିଜନେସମ୍ୟାନ ସବୁବେଳେ ଗୋଟେ ଟପ୍ ବଟମ ଟାକୁ ଦେଖେ କିନ୍ତୁ ବଟମ ଲାଇନ ଟା ରାଜନୀତିରେ ଦେଖାଯାଏନି ରାଜନୀତି ଟପ୍ ଉପର ଲାଇନ ଟା ଦେଖେ ଲୋକ ସଂଖ୍ୟା କେତେ ହେଲେ କିନ୍ତୁ ବିଜନେସ ରେ ଦେଖାଯାଏ ଯେ ତଳେ ଲାଭ କ୍ଷତି ଆଉ ବ୍ୟବସାୟ କେତେ ହେଲା ଏଟାକୁ ଆପଣ ସନ୍ତରଣ ଭାବେ ତୁଲେଇ ପାରିବେ। ମୁଁ ଜୀବନରେ ଲାଭ କ୍ଷତିର ଆଶା ହିଁ ରଖିନି ସେ ଲାଭ କ୍ଷତି ହିସାବ ଜୀବନ କରିନି ଯାହା ଭାଗ୍ୟରେ ଥବ ସେ ଅନୁସାରେ ଚାଲେ ଆମେ କର୍ମ କରି ଚାଲିଲା ଫଳ ଈଶ୍ୱରଙ୍କ ହାତରେ। ଆପଣଙ୍କୁ ଆଉ ଥରେ ମୁଁ ପଚାରୁଛି ଆପଣ କ୍ଷମତା ପାଇଁ ଆସୁଛନ୍ତି ନା ଲୋକଙ୍କ ସେବା ପାଇଁ ଲୋକଙ୍କ ସେବା ପାଇଁ ଆସୁଛି। ସାର୍ ଆପଣ ଯୋଉ ଏବେ କହିଲେ ଯେ ଅନ୍ୟ ଦଳରୁ ମଧ୍ୟ ଆସୁଛନ୍ତି ଆପଣଙ୍କ ମୁହଁକୁ ଦେଖିକି ଆସୁଛନ୍ତି ନା କଂଗ୍ରେସକୁ ଦେଖିକି ଆସୁଛନ୍ତି? ନାଇଁ ମତେ ବହୁତ ଲୋକ ଭଲ ପାଆନ୍ତି ତେଣୁକରି ଆସୁଛନ୍ତି। 15 ତାରିଖ ଯୋଗ ଦେବି। ସାର୍ ଆପଣ ଯେତେବେଳେ କଂଗ୍ରେସକୁ ଯିବେ ବୋଲି ଡିସିସନ ନେଲେ ସେତେବେଳେ ତ କଂଗ୍ରେସର କୌଣସି ବ୍ୟକ୍ତି ବିଶେଷ ନେତାଙ୍କ ସାଙ୍ଗରେ ହଁ ମୁଁ କଥା ହେଇଛି ମୁଁ ତାର ବାହିନୀପତିଙ୍କ ସାଙ୍ଗରେ କଥା ହେଇଛି ସିଏ ବି ଭକ୍ତ ଦାସଙ୍କ ସହିତ କଥା ହେଇକି ମୋ ପରିସ୍ଥିତିରେ କଥା ହେଲା ପରେ ମୁଁ ଟାଇମ ନେଇକି ବ୍ୟକ୍ତି ବ୍ୟାନର ଛାପିଲି ସବୁ ତାପରେ ମଧ୍ୟ ଗୋଟେ ଭାଇରାଲ ହେଲା ଗୋଟେ ଭକ୍ତ ଦାସଙ୍କର ଗୋଟେ ନ୍ୟୁଜ ଆମେ ତାଙ୍କ ବିଷୟରେ ଇନକ୍ୱାରି କରିବୁ ତାପରେ କହୁଛନ୍ତି କାହିଁକି ସାର୍ ମୁଁ ମିଛ କହିନି ଆଜି ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଆପଣ ମାନେ ମତେ ହାଇଲାଇଟରେ ରଖିଛନ୍ତି ବହୁତ ସୋସିଆଲ ମିଡିଆ ସବୁବେଳେ ମୁଁ ଅଛି ମୁଁ ମିଛ କହିନି ମୁଁ ସବୁବେଳେ ମିଛ ଲୋକ ନୁହଁ ମୁଁ ବିନା କଥାବାର୍ତ୍ତାରେ ଆଗାଏ ନା
ଆଉ ମୋ ବିଷୟରେ ଯଦି ତାଙ୍କର କିଏ କମ୍ପ୍ଲେନ୍ କରିଥିବେ କୋଉ କଂଗ୍ରେସ କର୍ମୀ କରିଥିବେ ସେ ଇନକ୍ୱାରି କରିପାରିବେ ତାଙ୍କର ସେ ଇଏ ଅଛି ସେ କରିପାରିବେ ଅସୁବିଧା କ'ଣ ଅଛି। ଆଜି ବୋଧେ ସୁର ରାଉତରାୟ ଗୋଟେ ଆଜି ବାଇଟ୍ ଦେଲେ ଯେ ସେ ଆପଣ ଆସିଲା ମାନେ ୱେଲକମ୍ ଆଉ ସେମାନେ ଚାହୁଁଛନ୍ତି ଆପଣ ଆସନ୍ତୁ ତେବେ କଂଗ୍ରେସରୁ ମଧ୍ୟ ଆପଣଙ୍କୁ ଗ୍ରୀନ୍ ସିଗ୍ନାଲ ମିଳୁଛି ତାଙ୍କ ନେତାମାନଙ୍କ ପାଖରୁ। ନାଇଁ ସବୁ ନେତାମାନେ ମୋତେ ଚାହୁଁଛନ୍ତି ମୁଁ ଆସେ ବୋଲି ଆଜ୍ଞା। ସେମାନେ ନ ଚାହିଁଥିଲେ ମୁଁ ଆଉ ଗୋଟେ କଥା ବି ମୁଁ ରାହୁଲ ଗାନ୍ଧୀ ଭଲ ପାଇକି ଯାଇଛି ଆପରେ ବି ଆପଣ ଅନୁଭବ କରିବେ ପରବର୍ତ୍ତୀ 15 ତାରିଖ ଆହୁରି ବିଭିନ୍ନ କଥା କହିବାକୁ ପଡ଼ିବ ଆମେ ମୁଁ ରାହୁଲ ଗାନ୍ଧୀ ପାଖକୁ ବି ଯିବି ସେଇଟା ଏବେ କହିବା ଠିକ ହବନି ମୁଁ ଗଲେ ବି ମୋ ସାଙ୍ଗରେ ଫେରେ 2000 ଲୋକ ଯିବେ ସେମିତି ତ ମୁଁ ଏଗୁଡ଼ା ମୁଁ ଯାହା କହେ ସେୟା କରେ।